ମଣିଷର ଜନ୍ମ ଏନ୍ତୁଡ଼ିଶାଳରେ, ମରଣ ବି ସେହି ଏନ୍ତୁଡ଼ିଶାଳର ପୁଞ୍ଜେ କାଠରେ। ଜନ୍ମ ବେଳେ ଯେମିତି ମା ପିଲାମାନଙ୍କୁ ପୁଞ୍ଜେ କାଠରେ ସେକୁଥିଲା, ଠିକ୍ ସେମିତି ମରଣ ବେଳେ ପୁଞ୍ଜେ କାଠରେ ଆମ ପାର୍ଥିବ ଶରୀରକୁ ଆମ ସାହି ପଡ଼ିଶା ଲୋକ ଭାଇମାନେ ଜଳେଇ ଦେଇଥାନ୍ତି। ଯେଉଁମାନେ କହୁଥିଲେ ଆରେ ଭାଇ ତାର ଔକାତ କ'ଣ ଅଛି, ସେହିମାନେ କହିବେ କେତେ ଭଲ ଲୋକଟି ଥିଲା, ଆଜି ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲା। ଯେଉଁମାନେ ସତ କହୁଛନ୍ତି ନା, ସମସ୍ତେ ତାଙ୍କୁ ବିରୋଧ କରୁଛନ୍ତି, କିନ୍ତୁ ଭଗବାନ ଏକା ତାଙ୍କର ସାଥ ଦେଇଥାନ୍ତି। ଯେତେବେଳେ ସେମାନେ ମରିବେ, ସେତେବେଳେ ସେମାନଙ୍କର ପ୍ରଶଂସା ଆରମ୍ଭ ହେବ। ଏଇ ତ ହେଉଛି ନିୟତିର ନୀତି। ପରୀକ୍ଷା ଭଗବାନ ସେତେବେଳେ ଯାଇ ନେଇଥାନ୍ତି ଯେତେବେଳେ ଯାଇ ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇନଥାନ୍ତି। ଯେଉଁମାନେ ନିନ୍ଦା ଅପମାନ ଶୁଣି ଅଧର୍ମର ସାଥ ଦେଇଥାନ୍ତି, ଭଗବାନ ତାଙ୍କ ପରୀକ୍ଷା ସେତିକିରେ ରଖିଦେଇଥାନ୍ତି। ଭଗବାନଙ୍କୁ ପାଇବାକୁ ହେଲେ କଠିନରୁ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଯେଉଁ ଭଗବାନ ଘରେ ଅଛନ୍ତି ସେମାନଙ୍କର ପାଦ ସେବା କରିବାକୁ ପଡ଼ିଥାଏ। ଯେଉଁ ବାପା ମାଙ୍କର ସେବା ଗୋଟେ ପୁରୁଷ କି ନାରୀ କରିନାହିଁ, ସେ ପୁଣ୍ୟର ଫଳ କିଛି ବି ଜାଣିନାହିଁ।